ଆପଣ କେବେ ଭାବିଛନ୍ତି କି ଆମେ କାହିଁକି କାନ୍ଦୁ? ଲୁହ କେବଳ ଦୁଃଖର ପ୍ରତୀକ ନୁହେଁ, ଏହା ପଛରେ ଏକ ବଡ଼ ବିଜ୍ଞାନ ଏବଂ ରହସ୍ୟ ଲୁଚି ରହିଛି। କାନ୍ଦିବା ଦ୍ୱାରା ଆମ ଶରୀରର କ'ଣ ଲାଭ ବା କ୍ଷତି ହୁଏ, ଆସନ୍ତୁ ଜାଣିବା ଆଜିର ଏହି ଭିଡିଓରେ। ଜୀବନର ଯାତ୍ରାରେ ଅନେକ ସମୟ ଏମିତି ଆସେ ଯେବେ ଆମ ଆଖିରୁ ଆପେ ଆପେ ଲୁହ ଝରି ପଡ଼େ, କେବେ ଦୁଃଖରେ ତ କେବେ ଅତ୍ୟଧିକ ଖୁସିରେ। କିନ୍ତୁ ଆମ ସମାଜରେ ପ୍ରାୟତଃ କୁହାଯାଏ କାନ୍ଦନି, କାରଣ କାନ୍ଦିବା ହେଉଛି ଦୁର୍ବଳତାର ଲକ୍ଷଣ। ହେଲେ କ'ଣ ସତରେ କାନ୍ଦିବା ଆମ ପାଇଁ ଖରାପ, କିମ୍ବା ଏହା ଆମ ମନକୁ ଶାନ୍ତ କରିବାର ଏକ ପ୍ରାକୃତିକ ଉପାୟ? ଆଜି ଆମେ ଏହାର ଗଭୀର ରହସ୍ୟକୁ ବୁଝିବା। ବିଜ୍ଞାନ କୁହେ ଆମ ଲୁହ ମୁଖ୍ୟତଃ 3 ପ୍ରକାରର ହୋଇଥାଏ। ପ୍ରଥମଟି ଆମ ଆଖିକୁ ଓଦା ରଖେ ଏବଂ ସୁସ୍ଥ ରଖେ। ଦ୍ୱିତୀୟଟି ଆଖିରେ ଧୂଳି ବା କିଛି ପଡ଼ିଗଲେ ତାକୁ ବାହାର କରିଦିଏ। କିନ୍ତୁ ତୃତୀୟ ପ୍ରକାରର ଲୁହ, ଯାହା ଆମର ଭାବନା ବା ଇମୋସନ ସହିତ ଜଡ଼ିତ ଥାଏ, ତାହା ସବୁଠାରୁ ସ୍ୱତନ୍ତ୍ର। ଯେତେବେଳେ ଆମେ କାନ୍ଦୁ, ଆମ ଶରୀରରେ ଥିବା ଚାପ ବା ଷ୍ଟ୍ରେସ୍ ହର୍ମୋନ ଏହି ଲୁହ ମାଧ୍ୟମରେ ବାହାରି ଯାଇଥାଏ। ଆପଣ ଅନୁଭବ କରିଥିବେ ଯେ କାନ୍ଦିବା ପରେ ମନର ଭାର ବହୁତ ହାଲକା ହେଇଯାଏ। ଭିତରେ ଜମି ରହିଥିବା କୋହ ବାହାରି ଗଲେ ଆମକୁ ଏକ ନୂଆ ଶାନ୍ତି ମିଳେ। ମନୋବିଜ୍ଞାନୀମାନଙ୍କ ମତରେ ଯେଉଁମାନେ ନିଜର ଦୁଃଖ ପ୍ରକାଶ କରି ମନ ଖୋଲି କାନ୍ଦି ପାରନ୍ତି, ସେମାନେ ମାନସିକ ସ୍ତରରେ ଅଧିକ ଶକ୍ତିଶାଳୀ ହୋଇଥାନ୍ତି। କାନ୍ଦିବା ଦ୍ୱାରା ଆମର ରକ୍ତଚାପ ନିୟନ୍ତ୍ରଣରେ ରୁହେ ଏବଂ ଆମକୁ ରାତିରେ ଭଲ ନିଦ ମଧ୍ୟ ହେଇଥାଏ। କିନ୍ତୁ ମନରେ ପ୍ରଶ୍ନ ଉଠେ, କ'ଣ କାନ୍ଦିବାର କେବଳ ଲାଭ ହିଁ ଲାଭ ଅଛି? ଏହାର ଉତ୍ତର ହେଉଛି ନା। ଯଦି ଆପଣ କୌଣସି କାରଣ ନଥାଇ ପ୍ରତିଦିନ କାନ୍ଦୁଛନ୍ତି କିମ୍ବା ଲଗାତାର ଅନେକ ଦିନ ଧରି ଦୁଃଖରେ ବୁଡ଼ି ରହୁଛନ୍ତି, ତେବେ ଏହା ଅବସାଦ ବା ଡିପ୍ରେସନର ଏକ ବଡ଼ ଲକ୍ଷଣ ହୋଇପାରେ। ଅତ୍ୟଧିକ କାନ୍ଦିବା ଦ୍ୱାରା ଶରୀରରେ ପ୍ରବଳ ଦୁର୍ବଳତା, ମୁଣ୍ଡବିନ୍ଧା ଏବଂ ଆଖି ଫୁଲିଯିବା ଭଳି ସମସ୍ୟା ଦେଖାଯାଏ। ଏଭଳି ପରିସ୍ଥିତିରେ ଚୁପ୍ ନ ବସି ଡାକ୍ତରଙ୍କ ସହିତ ପରାମର୍ଶ ନେବା ନିହାତି ଆବଶ୍ୟକ। ତେଣୁ ଶେଷରେ ଏତିକି କହିବି, ନିଜ ଲୁହକୁ କେବେ ବି ଲୁଚେଇବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ଆମ ଅନ୍ତରାତ୍ମାର ସ୍ୱର। ଯେମିତି ବର୍ଷା ହେବା ପରେ ଆକାଶ ପୁରା ପରିଷ୍କାର ହେଇଯାଏ, ଠିକ୍ ସେମିତି କାନ୍ଦିବା ଦ୍ୱାରା ଆମ ମନ ସଫା ହୋଇ ଏକ ନୂଆ ଆରମ୍ଭ ପାଇଁ ପ୍ରସ୍ତୁତ ହୁଏ। କାନ୍ଦିବା କୌଣସି ଦୁର୍ବଳତା ନୁହେଁ, ବରଂ ନିଜକୁ ଭଲ ପାଇବାର ଏକ ସୁନ୍ଦର ମାଧ୍ୟମ। ତେବେ ଆପଣଙ୍କର ମତାମତ କ'ଣ, ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ।